ଜୟ ଜଗନ୍ନାଥ। ତାହେଲେ ଆଜି ଆସନ୍ତୁ ଶୁଣିବା ଆକବର ଓ ବୀରବଲକୁ ନେଇ ଏକ ସୁନ୍ଦର କାହାଣୀ। ଆଖକୁ ପେଡ଼ିଲା ପରେ ତା ଭିତରୁ ଯେମିତି ରସ ବାହାରେ, ଠିକ୍ ସେହିପରି ବୀରବଲ ମଧ୍ୟ ରାଜ୍ୟସଭାରେ କଥାକୁ ବୁଲେଇ ଚୁଲେଇ ସମସ୍ତଙ୍କୁ ବହୁତ ମଜା ଦିଅନ୍ତି। ରାଜ୍ୟସଭାରେ ବିଭିନ୍ନ ପ୍ରକାର କଥା ପ୍ରସଙ୍ଗରେ ରାଜାଙ୍କୁ ଆନନ୍ଦିତ ମଧ୍ୟ କରୁଥାନ୍ତି। ବୀରବଲଙ୍କର କଥା କହିଲେ ସରିବନି, ତାହା ଆମେ ଆଜି କାହାଣୀ ମାଧ୍ୟମରେ ଜାଣିବା। ବୀରବଲଙ୍କର ଗୋଟେ ପରେ ଗୋଟେ କାହାଣୀ ତୁମ ସମ୍ମୁଖରେ ଉପସ୍ଥାପନା କରିବି। ତାହେଲେ ଚାଲନ୍ତୁ ଆଉ ଡେରି କରିବାନି, କାହାଣୀଟିକୁ ଆରମ୍ଭ କରିବା। ଶୀତ ଋତୁର ସମୟ, ରାଜ୍ୟରେ ପରିବେଶ ଏମିତି ଥଣ୍ଡା ଥିଲା, ଦିନ 11ଟା ପର୍ଯ୍ୟନ୍ତ ଲୋକମାନେ କମ୍ବଳ ଶାଲ ଘୋଡ଼ି ହୋଇ ବୁଲୁଥିଲେ। ତା ମାନେ ହେଉଛି ଓଡ଼ିଆ ଭାଷାରେ କାଠୁଆ ଜାଡ଼। ଆରେ ବୁଢ଼ା ତ ବୁଢ଼ା, ଟୋକାମାନେ ମାସ ମାସ ଧରି ଥଣ୍ଡା ପାଇଁ ଗାଧୁଆ ପାଧୁଆ ମଧ୍ୟ କରୁନଥିଲେ। ଦିନେ ଆକବର ରାଜା ନିରୋଳାରେ ବସିଥାନ୍ତି। ତାଙ୍କ ମନ ଭିତରେ ଏକ ପ୍ରଶ୍ନ ଉଙ୍କି ମାରିଲା। ଆରେ ଦିନରେ ତ ଏତେ ଥଣ୍ଡା ଲାଗୁଛି, ଯଦି ଜଣେ ରାତି ସାରା ପାଣି ଭିତରେ ରହେ ତାହେଲେ ତାର ଅବସ୍ଥା କ'ଣ ହେବ? ରାତି ପାଇବା ପୂର୍ବରୁ ତାର ତ ଶରୀରରୁ ପ୍ରାଣ ଚାଲି ଯାଇଥିବ। ଏଇଭଳି ପ୍ରଶ୍ନ ଯେତେବେଳେ ରାଜାଙ୍କ ମନ ଭିତରେ ଆସିଲା, ମନେ ମନେ ହସିଲେ ଏବଂ କହିଲେ, ଆଜି ରାଜ୍ୟସଭାରେ ଏକ ମଜାଳିଆ ପ୍ରଶ୍ନ ରଖିବା। ସଙ୍ଗେ ସଙ୍ଗେ ନିତ୍ୟକର୍ମ ସାରି ମହାରାଜ ଆକବର ରାଜ୍ୟସଭା ଆଡ଼କୁ ଧାଇଁଲେ। ରାଜ୍ୟସଭାରେ ଆକବର ପାତ୍ରମନ୍ତ୍ରୀମାନଙ୍କୁ କହିଲେ, ଆଜି ମୁଁ ଗୋଟେ ପ୍ରତିଯୋଗିତାର ଆୟୋଜନ କରିଛି। ଏ ପ୍ରତିଯୋଗିତାରେ ଦେଖିବା କେଉଁମାନେ ଭାଗ ନେଉଛନ୍ତି। ପାତ୍ରମନ୍ତ୍ରୀମାନେ କହିଲେ, ଠିକ୍ ଅଛି ମହାରାଜ, ପ୍ରତିଯୋଗିତାଟା କ'ଣ କୁହନ୍ତୁ। ସେଉଠୁ ରଜା ଆରମ୍ଭ କଲେ। କହିଲେ, ଦେଖ, ଏଇ ଥଣ୍ଡା ସମୟରେ ଆମ ରାଜମହଲ ଆଗରେ ଯେଉଁ ଗୋଟେ ପୋଖରୀ ଅଛି, ତା ଭିତରେ ଯିଏ ରାତି ସାରା ପାଣିରେ ବେକ ପର୍ଯ୍ୟନ୍ତ ବୁଡ଼ି ରହିଯିବ, ତାକୁ ସକାଳୁ 100 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦିଆଯିବ। ଏକଥା ଶୁଣି ପାତ୍ରମନ୍ତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଆଚମ୍ବିତ ହୋଇ ରାଜାଙ୍କ ମୁହଁକୁ ଚାହିଁ ରହିଲେ। ଏତେ ବଡ଼ କାଠୁଆ ଜାଡ଼ରେ କିଏ କାହିଁକି ବା ଆସି ଏ ପାଣିରେ ବୁଡ଼ି ରହିବ 100 ସ୍ୱର୍ଣ୍ଣ ମୁଦ୍ରା ପାଇଁ? ଏମାନଙ୍କର ଏପରି ନୀରବତା ଦେଖି ରାଜା କହିଲେ, କ'ଣ ହେଲା, ତମେମାନେ ଏମିତି ଚୁପ୍ ରହିଲ? ଏ ପ୍ରସ୍ତାବଟି ମୋର ତୁମମାନଙ୍କୁ କେମିତି ଲାଗୁଛି କୁହ? ବଡ଼ ଲୋକଙ୍କ ତ ଉତ୍ତର ନାହିଁ। ରାଜା ଅବୁଝା, ପାତ୍ରମନ୍ତ୍ରୀମାନେ ଆଉ କହିବେ କ'ଣ? ରାଜାଙ୍କୁ କହିଲେ, ମହାରାଜ, ଭଲ ପ୍ରସ୍ତାବଟି ଦେଇଛନ୍ତି। ଦେଖିବା ଆମ ରାଜ୍ୟରେ କିଏ ଏମିତି ବଡ଼ ବୀର ଅଛି ଏ ପ୍ରତିଯୋଗିତାକୁ ଜିତି ଦେଖାଇବ। ତାପରେ ରାଜାଙ୍କର କଥା ହିସାବରେ ପୁରୀ ଘୋଷଣା ଶୁଣି ପ୍ରଜାମାନେ ଭୟଭୀତ ହୋଇଗଲେ। କିଏ ବା କାହିଁକି ନିଜ ମରଣକୁ ଏମିତି ଡାକିବ? ଇଏ 100 ସ୍ୱର୍ଣ୍ଣ ମୁଦ୍ରା ପାଇଁ ଆସି ପାଣିରେ ରାତିସାରା ବୁଡ଼ିବ। ସେହି ରାଜ୍ୟରେ ଗୋଟେ ଗରିବ ବୁଢ଼ା ଲୋକଟିଏ ଥିଲା। ଯଦି ଓଳିଏ ଖାଉଥିଲା, 2 ଓଳି ଉପାସ ରହୁଥିଲା। ପରିବାର ଚଳାଇବା ପାଇଁ ତା ପାଇଁ ବହୁତ କଷ୍ଟ ହୋଇଯାଇଥିଲା। ଏମିତି ପରିବାରକୁ ଦୁଃଖ କଷ୍ଟରେ ରଖିବା ଅପେକ୍ଷା ରାଜା କହୁଥିବା କଥା ଅନୁସାରେ ଯାଇ ଯଦି ମରିଯାଏ କିଛି କ୍ଷତି ହେବ ନାହିଁ। ଏଇଭଳି ବୁଢ଼ା ଲୋକଟି ବିଭିନ୍ନ କଥା ଚିନ୍ତା କରି ରାଜାଙ୍କ ସମ୍ମୁଖରେ ଯାଇ ଉପସ୍ଥିତ ହେଲା। ବୁଢ଼ାକୁ ଦେଖି ରାଜା ଆକବର ପ୍ରଥମେ ଦେଖି ହସିଲେ। କହିଲେ, କ'ଣ ଦରକାର ବୁଢ଼ା, ତୁମର ଆଉ କେତେ ଦିନ ଜୀବନ ଅଛି, ଯାଅ ଯାଅ, ସେତିକି ଦିନ ଆରାମରେ ତୁମ ପରିବାର ସହିତ ଦିନ ବିତାଅ। ରାଜାଙ୍କର ଏପରି କଥା ଶୁଣି ବୁଢ଼ା ଲୋକଟି କହିଲା, ମହାରାଜ, ମୋର ପରିସ୍ଥିତି ଏମିତି, ଘରକୁ ଯିବା ବି ମନେ ହେଉନାହିଁ। ଆପଣଙ୍କ ସର୍ତ୍ତ ହିସାବରେ ଯଦି ମୁଁ ଜିତିଯାଏ ତାହେଲେ ମୋ ପରିବାର ସୁଖୀ ରହିବ, ଆଉ ଯଦି ମୁଁ ହାରିଯାଏ ପରିବାରକୁ ଦେଉଥିବା ଦୁଃଖ କଷ୍ଟରୁ ମୁଁ ପାର ହୋଇଯିବି। ବୁଢ଼ାର ଏପରି କଥା ଶୁଣି ରାଜା ଆକବର ଆଉ ବୁଢ଼ାକୁ ମନା କରିପାରିଲେନି। କହିଲେ, ଠିକ୍ ଅଛି, ତୁମ ଇଚ୍ଛା, ତୁମେ ଯାଇ ଥରେ ଚେଷ୍ଟା କରିପାର। ରାଜାଙ୍କର କଥା ହିସାବରେ ସୂର୍ଯ୍ୟ ବୁଡ଼ିଲା ପରେ ବୁଢ଼ା ଲୋକଟି ରାଜମହଲ ଆଗରେ ଥିବା ପୋଖରୀରେ ବେକ ପର୍ଯ୍ୟନ୍ତ ଯାଇ ପାଣିରେ ବୁଡ଼ି ରହିଲା। କଥାରେ ଅଛି, ଖୁଦା ମେହେରବାନ ତ ଗଧା ବି ପେହେଲବାନ। ସେ ଯାହା ହେଉ, ଉପରବାଲାଙ୍କ କୃପାରୁ ବୁଢ଼ା ଲୋକଟି ବଞ୍ଚିଗଲା। ରାତି ପାଇଲା ପରେ ବୁଢ଼ା ଲୋକଟି ପାଣିରୁ ବାହାରି ରାଜମହଲରେ ଯାଇ ଉପସ୍ଥିତ ହେଲା। ରାଜା ଆକବର
ବୁଢ଼ା ଲୋକଟିକୁ ଜିଅନ୍ତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମନେ ମନେ ଚିନ୍ତା କଲେ, ଆରେ ଏତେ ଥଣ୍ଡା କାଠୁଆ ଜାଡ଼ରେ ବୁଢ଼ା ଲୋକଟି ପାଣି ଭିତରେ ରହିଲା କେମିତି? ଆଉ ଯଦି ବୁଢ଼ା ଲୋକଟି ବଞ୍ଚି ଯାଇଛି ତାହେଲେ ତ ତାକୁ 100 ସ୍ୱର୍ଣ୍ଣ ମୁଦ୍ରା ଦେବାକୁ ପଡ଼ିବ। ରାଧା ମନ ଭିତରେ ଟିକେ ସଙ୍କୋଚ ମନୋଭାବ ଆଣିଲେ। ସଙ୍ଗେ ସଙ୍ଗେ ବୁଢ଼ା ଲୋକଟିକୁ ପଚାରିଲେ, ହଇ ମଉସା, ତୁମେ କୁହ, କାଲି ରାତି ସାରା ତୁମେ ପାଣିରେ କେମିତି ରହିଲ? ରଜାଙ୍କର ଏପରି କଥା ଶୁଣି ବୁଢ଼ା ଲୋକଟି କହିଲା, ମହାରାଜ, ଆପଣଙ୍କ ରାଜମହଲରେ ଥିବା ସେଇ ମଶାଲକୁ ରାତି ସାରା ଅନାଇ ଅନାଇ ମୁଁ ରାତି ପୋଖରୀ ଭିତରେ କାଟି ଦେଇଛି। ମୋର ଧ୍ୟାନ ଏବଂ ଲକ୍ଷ୍ୟ ଏକ ହେବାରୁ ମୁଁ ଶୀତ କବଳରୁ ରକ୍ଷା ପାଇ ବଞ୍ଚି ଯାଇଛି। ରାଜା ଏପରି କଥା ଶୁଣି ଟିକେ କପଟ କଲେ। କହିଲେ, ତାହେଲେ ତୁମକୁ ସ୍ୱର୍ଣ୍ଣ ମୁଦ୍ରା ମିଳିବ ନାହିଁ। ତୁମେ ମହଲର ଲାଇଟ୍ରୁ ତାପ ନେଇ ରାତି ସାରା ପାଣିରେ ବୁଡ଼ି ରହିଲ। ଏଥିରେ ତୁମର ତ କୌଣସି ବାହାଦୁରୀ ନାହିଁ। ତୁମକୁ ସ୍ୱର୍ଣ୍ଣ ମୁଦ୍ରା ମିଳିବ କେମିତି? ଯାଅ ଯାଅ, ତୁମକୁ ପୁରସ୍କାର ମିଳିପାରିବନି। ଏଭଳିଆ କଥା ମହାରାଜ ଆକବରଙ୍କ ଠାରୁ ବୁଢ଼ା ଲୋକଟି ଶୁଣି ବହୁତ କାନ୍ଦି ପକାଇଲା। ମନେ ମନେ ଚିନ୍ତା କରିଥିଲା, କ'ଣ ହେଲା କ'ଣ? ତାକୁ ଆଜି ଶୂନ୍ୟ ହସ୍ତରେ ରାଜମହଲରୁ ଯିବାକୁ ପଡ଼ୁଛି। ମନେ ମନେ ନିଜ ଭାଗ୍ୟକୁ ଧିକ୍କାରି ଧିକ୍କାରି ବାଟରେ ଯାଉଛି। ହଠାତ୍ ସେପଟରୁ ବୀରବଲ ଆସୁଥିବାର ଦେଖି ବୀରବଲଙ୍କ ଆଗରେ ଯାଇ ଛିଡ଼ା ହେଲା। ଏପଟରେ ବୀରବଲର ଡେରି ହୋଇଯାଇଥିବାରୁ ତରତରରେ ରାଜମହଲକୁ ଯାଉଛି। ତା ଆଗରେ ହଠାତ୍ ବୁଢ଼ା ଲୋକଟି ଠିଆ ହେବାର ଦେଖି ପଚାରିଲା, କ'ଣ ହେଲା ମଉସା, ତୁମେ ଏମିତି ମୋର ବାଟ ଓଗାଳୁଛ କାହିଁକି? ବୁଢ଼ା ଲୋକଟି ସମସ୍ତ କଥା ମୂଳରୁ ଶେଷ ପର୍ଯ୍ୟନ୍ତ ମହଲର କଥା ବୀରବଲଙ୍କୁ କହିଲା ଏବଂ ତାର ନ୍ୟାୟ ମାଗିଲା। ବୁଢ଼ାର ସମସ୍ତ କଥା ଶୁଣିଲା ପରେ ବୀରବଲ ଟିକେ ଚୁପ୍ ହୋଇଗଲେ ଏବଂ ଚିନ୍ତା କଲେ, ଏଥିପାଇଁ କ'ଣ କରାଯାଇପାରିବ? ରାଜା ତ ବହୁତ ବଡ଼ ଅନ୍ୟାୟ କରିଛନ୍ତି। ତାପରେ ବୀରବଲ ବୁଢ଼ା ଲୋକଟିକୁ କହିଲେ, ମଉସା, ତୁମେ ଘରକୁ ଯାଅ, ମୁଁ ଏହାର କିଛି ବ୍ୟବସ୍ଥା ନିଶ୍ଚୟ କରିବି। ତୁମର ଧନ ତୁମକୁ ମିଳିଗଲା, ଜାଣ। କିଛି ବ୍ୟସ୍ତ ହେବାର ନାହିଁ। ଯାହା ବି ହେଉ ଯେମିତି ହେଉ ମୁଁ ତୁମର ସେହି 100 ସ୍ୱର୍ଣ୍ଣ ମୁଦ୍ରା ତୁମକୁ ଯେମିତି ହେଉ ଅର୍ପଣ କରିବି। ବୁଢ଼ା ଲୋକଟି ବୀରବଲଙ୍କ କଥା ଶୁଣି ଖୁସି ହୋଇଗଲା। କାହିଁକିନା ବୀରବଲ ସେଇଭଳି ଲୋକ, ଯାହା କୁହନ୍ତି ତାହା ମଧ୍ୟ କରିକି ଦେଖାନ୍ତି। ସେଠାରୁ ବୁଢ଼ା ଲୋକଟି ବୀରବଲଙ୍କ ଠାରୁ ବିଦାୟ ନେଇ ତା ନିଜ ଘରକୁ ଫେରିଗଲା। ଏପଟରେ ବୀରବଲ ଯେତେବେଳେ ରାଜମହଲରେ ଯାଇ ପହଞ୍ଚିଲେ, ଦେଖିଲେ ରାଜା ବହୁତ ଖୁସି ଅଛନ୍ତି। ତେଣୁ କିଛି ନା କିଛି ତ ଗୋଟେ ଉପାୟ କରିବାକୁ ପଡ଼ିବ। ବୀରବଲ ଏମିତି ଗୋଟେ କିଛି ଚାଲ କଲେ ଯାହାଦ୍ୱାରା ରାଜା ଜଙ୍ଗଲକୁ ବଣଭୋଜି କରିବା ପାଇଁ ଯିବା ପାଇଁ ବାଧ୍ୟ ହେଲେ। ସାଙ୍ଗରେ ତାଙ୍କର ପାତ୍ର ମନ୍ତ୍ରୀ ନେଇ ରାଜା ବୀରବଲଙ୍କୁ ସାଙ୍ଗରେ ନେଇ ଜଙ୍ଗଲକୁ ବଣଭୋଜି କରିବା ପାଇଁ ଗଲେ। ଜଙ୍ଗଲରେ ଯାଇ ପହଞ୍ଚିଲେ। ସେଠୁ ବୀରବଲ କହିଲା, ମହାରାଜ, ମୋର ଗୋଡ଼ ଟିକେ ମଚକି ଯାଇଛି। ମୁଁ ଆପଣଙ୍କ ସହିତ ଜଙ୍ଗଲରେ ବୁଲି ପାରିବି ନାହିଁ। ମୋତେ ଗୋଟେ କାମ ଦିଅନ୍ତୁ। ମୁଁ ଏଇ ଜଙ୍ଗଲରେ ଆପଣମାନଙ୍କ ପାଇଁ ରୋଷେଇର ବ୍ୟବସ୍ଥା କରୁଛି। ଆପଣମାନେ ଯାଆନ୍ତୁ, ଜଙ୍ଗଲରେ କିଛି ଶିକାର କରନ୍ତୁ। ରାଜା ବୀରବଲର ଏପରି କଥା ଶୁଣି ପ୍ରଥମେ ହସିଲେ, ତାପରେ ପୁଣି କହିଲେ, ଭଲ କଥା କହିଛ ବୀରବଲ। ବହୁତ ଦିନ ପରେ ତୁମ ହାତରୁ ଆଜି ଖାଇବାକୁ ମିଳିବ। ଦେଖିବା ତୁମେ କିପରି ରୋଷେଇ କରିପାରୁଛ। ଏହା କହି ରାଜା ଆକବର ତାଙ୍କର କିଛି ଲୋକ ନେଇ ଜଙ୍ଗଲ ଭିତରକୁ ଚାଲିଗଲେ। ଜଙ୍ଗଲରେ ବୁଲାବୁଲି କଲେ, ମନ ଇଚ୍ଛା ଯାହା ଶିକାର କରିବା କଥା କଲେ। ପୁଣି ଫେରିଲେ ଯେଉଁଠି ବୀରବଲ ରୋଷେଇ କରୁଥିଲା। ରାଜାଙ୍କର ମନ ଭିତରେ ଲଡ୍ଡୁ ଫୁଟୁଥାଏ। ଆଜି ବୀରବଲ କ'ଣ ରୋଷେଇ କରିଛନ୍ତି ଆଜି ଖାଇବା ବୋଲି। ଆସି ବୀରବଲ ପାଖରେ ପହଞ୍ଚିଗଲେ। ରାଜା ଆସି ଯେତେବେଳେ ପହଞ୍ଚି ଦେଖନ୍ତି ତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ଆରେ ବୀରବଲ, ତୁମେ କ'ଣ କରୁଛ? ରୋଷେଇ କରୁଛ ନା ଖେଳୁଛ? ବୀରବଲ ତ ଛାଡ଼ିବା ଲୋକ ନୁହଁ। ସଙ୍ଗେ ସଙ୍ଗେ କହିଲା, ମହାରାଜ, କ'ଣ ହେଲା କି? ଆପଣ ଏମିତି କାହିଁକି କହୁଛନ୍ତି? ମହାରାଜା କହିଲେ, ଆକବର, ତୁମର କ'ଣ ବୁଦ୍ଧିଶୁଦ୍ଧି ହଜିଗଲାଣି? ତୁମେ କ'ଣ କରୁଛ? ତୁମେ ଜାଳୁଥିବା କାଠ ପତ୍ର ଠାରୁ 5 ଫୁଟ ଉଚ୍ଚତାରେ ତୁମେ ହାଣ୍ଡିଟିକୁ ବାନ୍ଧିଛ। ତାହା ପାଣି ଗରମ ହେବ କେମିତି? ନା ପାଣି ଗରମ ହେବ ନା ରୋଷେଇ ହେବ ଆମେ ଖାଇବା। ତୁମର ଏପରି କେମିତି ବୁଦ୍ଧି ଆସିଲା? ଏ ତୁମର କେଉଁ ପ୍ରକାର ବୁଦ୍ଧି? ବୀରବଲ ତ ଏହି ସୁଯୋଗକୁ ଅପେକ୍ଷା କରି ବସିଥିଲା। ସଙ୍ଗେ ସଙ୍ଗେ ବୀରବଲ କହିଲା, ମହାରାଜ, ଯଦି ବୁଢ଼ା ଲୋକଟି
ରାଜମହଲରେ ଥିବା ମଶାଲ ଆଲୋକରୁ ତାପ ନେଇ ପୋଖରୀ ଭିତରେ ରାତି ସାରା ରହିପାରିଲା, ତାହେଲେ ନିଆଁଠାରୁ 5 ଫୁଟ ଉଚ୍ଚତାରେ ଥିବା ହାଣ୍ଡିଟି କାହିଁକି ଗରମ ନ ହେବ ବା କାହିଁକି ରୋଷେଇ ନ ହୋଇପାରିବ? ଏକଥା ଶୁଣି ରାଜା ଆକବର ଚମକି ପଡ଼ିଲେ। କହିଲେ, ହଁ, ଆରେ କଥା ତ ସତ କଥା। ମନକୁ ସଂକୋଚ କଲେ ରାଜା ଏବଂ ବୁଢ଼ା ପ୍ରତି କରିଥିବା ଯେଉଁ ଭୁଲ ବିଚାର ପାଇଁ ଅନୁତାପ କଲେ। କହିଲେ, ବୀରବଲ, ତୁମେ ସତ କଥା କହୁଛ, ମୋ ଆଖି ଖୋଲି ଦେଇଛ। ମୁଁ ସେ ବୁଢ଼ା ଲୋକ ପ୍ରତି ବହୁତ ଅନ୍ୟାୟ କରିଛି। ରାଜା ଆକବର ବୀରବଲକୁ ବହୁତ ପ୍ରଶଂସା କଲେ। ଧନ୍ୟ ଧନ୍ୟ ବୋଲି ବୀରବଲକୁ କହିଲେ ରାଜ୍ୟସଭାରେ ଏତେ ପାତ୍ର ମନ୍ତ୍ରୀମାନେ ଥିଲେ, କେହି ମୋତେ ଏ ବୁଦ୍ଧି ଦେଇନଥିଲେ। ତୁମେ ମୋତେ ଏ ବୁଦ୍ଧିଟି ଦେଲ। ଯାହା ହେଉ, ତୁମ ପାଇଁ ବୁଢ଼ା ଲୋକଟି ତାର ଉଚିତ ମୂଲ୍ୟ ପାଇବ। ତାପରେ ଆକବର ବୀରବଲଙ୍କୁ ବହୁତ ପ୍ରଶଂସା କଲେ ଏବଂ ବଣଭୋଜି ସାରି ରାଜମହଲକୁ ଫେରିଲେ। ରାଜମହଲରେ ଫେରିଲା ପରେ ବୁଢ଼ା ଲୋକଟିକୁ ଡାକି ସେହି 100 ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେଲେ। ବୁଢ଼ା ଲୋକଟି ରାଜାଙ୍କ ଠାରୁ ପୁରସ୍କୃତ ହେଲା ପରେ ବହୁତ ବୀରବଲଙ୍କୁ ପ୍ରଶଂସା କଲା। କହିଲା, ତୁମେ ଏଇଭଳି ଲୋକମାନଙ୍କୁ ସାହାଯ୍ୟ କରୁଥାଅ। ବୁଢ଼ା ଲୋକଟି 100 ସ୍ୱର୍ଣ୍ଣମୁଦ୍ରା ପାଇଲା ପରେ ଘରକୁ ଆରାମରେ ଫେରିଲା ଏବଂ ତାର ପରିବାର ସୁଖରେ ଚଳିଲେ। ବୀରବଲଙ୍କର କାହାଣୀ ଗୋଟାଏ କାହାଣୀରେ ତ ସରିବନି, ସେଥିପାଇଁ ଗୋଟେ ପରେ ଗୋଟେ ପାର୍ଟ ତୁମକୁ ଦେଖିବାକୁ ପଡ଼ିବ। ପ୍ରଥମ କଥା, ଏଠି ଆମେ ଜାଣିଲେ କ'ଣ? ଯାହାର ଯେଉଁ ଜିନିଷ ପ୍ରାପ୍ୟ ତାକୁ ସେହି ଜିନିଷ ଦେଇଦେବା ଦରକାର। ସେଥିପାଇଁ ସଂକୋଚ ମନୋଭାବ କରିବା କଥା ନୁହେଁ। ଏ ଦୁନିଆରେ କିଛି ଅସମ୍ଭବ ନାହିଁ, ସବୁ ସମ୍ଭବ। ଯଦି ବୁଢ଼ା ଲୋକଟି ଲାଇଟ୍କୁ ଅନାଇ ଏକ ମନରେ ପାଣି ଭିତରେ ରହିପାରିଲା, ତାହେଲେ ତୁମେମାନେ କାହିଁକି କିଛି କରିପାରିବ ନାହିଁ? ତୁମେମାନେ ବହୁତ କିଛି କରିପାରିବ। ଏଇଭଳି କାହାଣୀ ତ ଆଗକୁ ଜାରି ରହିବ, କିନ୍ତୁ ଯିବା ପୂର୍ବରୁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିବ, କମେଣ୍ଟ ମଧ୍ୟ କରିବ, ସେୟାର ଲାଇକ୍ ମଧ୍ୟ କରିବ। ପୁଣି ଏକ ନୂଆ ଭିଡ଼ିଓରେ ଦେଖାହେବ। ଜୟ ଜଗନ୍ନାଥ।